ଧୁରନ୍ଧରର ଧମାକା 8 ଦିନରେ 100 କୋଟି ଅତିକ୍ରମ କଲା ଧୁରନ୍ଧର ଦି ରିଭେଞ୍ଜ। ଫିଲ୍ମଟି ମାର୍ଚ୍ଚ 19 ତାରିଖରେ ସିନେମା ହଲ୍ରେ ମୁକ୍ତିଲାଭ କରିଥିବା ବେଳେ ମାତ୍ର 8 ଦିନ ମଧ୍ୟରେ 100 କୋଟି ଟଙ୍କା ଅତିକ୍ରମ କରି ଧମାକାଦାର ବ୍ୟବସାୟ କରିପାରିଛି। ରିଲିଜର ନବମ ଦିନରେ ରାମନବମୀ ଅବସରରେ ରଣବୀର ସିଂଙ୍କ ଫିଲ୍ମ ବକ୍ସ ଅଫିସରେ ଚହଳ ପକାଇଛି। ସିନେମା ଧୁରନ୍ଧର 2 ବିଭିନ୍ନ ଭାଷାରେ ମୁକ୍ତିଲାଭ କରିଛି। ବାଣିଜ୍ୟ ପରିସଂଖ୍ୟାନ ୱେବସାଇଟ ସାର୍କନିଲ୍ ଅନୁଯାୟୀ ଫିଲ୍ମ ମୋଟ 650 କୋଟି ଟଙ୍କା ଅତିକ୍ରମ କରିସାରିଛି। ମୁକ୍ତିଲାଭର ଗୋଟିଏ ଦିନ ପୂର୍ବରୁ ଦେୟଯୁକ୍ତ ପ୍ରିଭ୍ୟୁ ଅନୁଷ୍ଠିତ ହୋଇଥିଲା, ଯାହା ଚଳଚ୍ଚିତ୍ରକୁ ମୁକ୍ତିଲାଭ ପୂର୍ବରୁ 43 କୋଟି ଟଙ୍କା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲା। ମୁକ୍ତିଲାଭର ପ୍ରଥମ ଦିନରେ ଫିଲ୍ମଟି 102.55 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଦିନରେ 80.72 କୋଟି ଟଙ୍କା, ତୃତୀୟ ଦିନରେ 113 କୋଟି ଟଙ୍କା, ଚତୁର୍ଥ ଦିନରେ 114.85 କୋଟି ଟଙ୍କା, ପଞ୍ଚମ ଦିନରେ 65.00 କୋଟି ଟଙ୍କା, ଷଷ୍ଠ ଦିନରେ 56.60 କୋଟି ଟଙ୍କା, ସପ୍ତମ ଦିନରେ 48.75 କୋଟି ଟଙ୍କା, ଅଷ୍ଟମ ଦିନରେ 49.70 କୋଟି ଟଙ୍କା ସଂଗ୍ରହ କରିଛି। ସେହିପରି ମୁକ୍ତିଲାଭର 8 ଦିନରେ ସିନେମାଟି ଭାରତରେ 624.47 କୋଟି ଟଙ୍କା ସଂଗ୍ରହ କରିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।